ଆଜ୍ଞା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତୀୟ ରାଜନୀତିର ଲଗାମ ଧରିଛନ୍ତି। ରାହୁଲ ଗାନ୍ଧୀ ଯାହା ଚାହୁଁଛନ୍ତି ଏ ସରକାର ତାହା କରୁଛି। ଅବଶ୍ୟ ଏଇଟା ଆଜି ଆରମ୍ଭ ହେଇନି। ଗତ 2024 ନିର୍ବାଚନ ପରଠୁ ନରେନ୍ଦ୍ର ମୋଦି ସରକାର ବ୍ୟାକଫୁଟ୍ରେ ରହିବା ଆରମ୍ଭ କରିଥିଲେ ଏବଂ ଯେତେବେଳେ ପାଖାପାଖି 100 ଆସନ ପାଇକିରି କଂଗ୍ରେସ ଲୋକସଭାରେ ଶକ୍ତିଶାଳୀ ହେଲା, ତାପରେ ଅମିତ ଶାହା ତାଙ୍କର ଚାଣକ୍ୟ ନୀତି ପ୍ରୟୋଗ କରିକିରି ଅନେକ କଥା କରିଛନ୍ତି। ଇତିମଧ୍ୟରେ ବିରୋଧୀ ଦଳର ଏକତାକୁ ଭାଙ୍ଗିବା, ବିରୋଧୀ ଦଳର ଅନେକ ସାଂସଦଙ୍କୁ କିଣିବା, ବିରୋଧୀ ଦଳର ଅନେକ କଥା କୁହା ସାଂସଦଙ୍କୁ ନିଜ ଦଳରେ ମିଶାଇ ଦେବା, ବହୁତ କାମ ଇତିମଧ୍ୟରେ ଯେମିତି ସାୟନୀ ଘୋଷ ହେଲେ କିମ୍ବା ରାଘବ ଚଡ୍ଡା ହେଲେ, ଏଇମାନଙ୍କୁ କ୍ରମାଗତ ଭାବରେ ବିଭିନ୍ନ ଉପାୟରେ ବିଭିନ୍ନ ଫନ୍ଦି ଫିକର କରିକି ସେମାନଙ୍କୁ ବିଜେପିରେ ମିଶା ହେଇଛି। ତା ସତ୍ତ୍ୱେ ବି ଆଜି ରାହୁଲ ଗାନ୍ଧୀ ସବୁଠୁ ବଡ଼ ନେତା ହେଇକିରି ଦିଶୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କ ଆଗରେ ନରେନ୍ଦ୍ର ମୋଦିଙ୍କର ଚେହେରା ଫିକା ପଡ଼ି ପଡ଼ିକିରି ଯାଉଛି। ଯେତେବେଳେ ପାର୍ଲିଆମେଣ୍ଟ ହାଉସ୍ ବାହାରେ, ସଂସଦ ଭବନ ବାହାରେ ବର୍ଷାରେ ଭିଜି ଭିଜି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଠିଆ ହେଇଛନ୍ତି, ଯେତେବେଳେ ଜେନ୍ଜି ଆନ୍ଦୋଳନ ଯନ୍ତର ମନ୍ତରରେ ଚାଲିଛି ଏବଂ ସେହି ଆନ୍ଦୋଳନର ବାର୍ତ୍ତା ନେଇକରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କର ଘର ଆଗରେ ଯାଇକରି ଧାରଣାରେ ବସୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ପୁଲିସ ଟେକିକିରି ନେଉଛି। ରାହୁଲ ଗାନ୍ଧୀ ଦେଶର ବିରୋଧୀ ଦଳ ନେତାଙ୍କୁ ପୁଲିସ ଟେକିକିରି ନେବାଟା ଏ ଦେଶର ଗଣତନ୍ତ୍ରରେ ସବୁଠୁ ଶକ୍ତିଶାଳୀ ଦୃଶ୍ୟ। ସେଇଦିନ ଯେଉଁଦିନ ଜୁଲାଇ 20ରେ ଯେତେବେଳେ ସଂସଦ ଚାଲ ଅଭିଯାନ ଚାଲିଛି ଏବଂ ସେଇଦିନ ନରେନ୍ଦ୍ର ମୋଦି ସରକାର ଏବଂ ତାଙ୍କର ଗୃହମନ୍ତ୍ରୀ ଅମିତ ଶାହା ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି। ସେଦିନ ଯଦି ରାହୁଲ ଗାନ୍ଧୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ସାମାନ୍ୟତମ ସୌଜନ୍ୟତା ଦେଖାଇଥାନ୍ତେ, ତାହେଲେ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଆଜି ଭାରତରେ ଜେନ୍ଜି ପାଇଁ ରାହୁଲ ଗାନ୍ଧୀ ରୋଲ ମଡ଼େଲ ହେବା ଆରମ୍ଭ କରିଛନ୍ତି ଏବଂ ନରେନ୍ଦ୍ର ମୋଦି ଜଣେ କ୍ଳାନ୍ତ ଏବଂ ଅବସରପ୍ରାପ୍ତ ପ୍ରଧାନମନ୍ତ୍ରୀ ଭଳିଆ ଦିଶିବା ଆରମ୍ଭ କଲେଣି। କାରଣ ଏଇ ଯେଉଁ ପିଲା, ୟାଙ୍କର ସିଧାସଳଖ କଥା ହେଉଛି ଯେ ଆପଣ ବସନ୍ତୁ, ବୟସ ହେଲାଣି, ଆପଣ ଅବସର ନିଅନ୍ତୁ, ଆପଣଙ୍କ ପ୍ରତି ଆମର ସମ୍ମାନ ଅଛି। କିଛି ଚଗଲା ପିଲା ଅଛନ୍ତି, କିଛି ବଗୁଲିଆ ଅଛନ୍ତି, ସେମାନେ ଗାଳି କରିବେ, କିନ୍ତୁ ନୂଆ ପିଲାଙ୍କ ଭିତରେ ଗୋଟିଏ ଧାରଣା ଆସିଯାଇଛି ଯେ ନରେନ୍ଦ୍ର ମୋଦି ବର୍ତ୍ତମାନ କ୍ଳାନ୍ତ ହୋଇସାରିଲେଣି, ତାଙ୍କର ଅବସର ନେବାର ସମୟ ଆସିଗଲାଣି, ବର୍ତ୍ତମାନ ଆପଣ ମାର୍ଗଦର୍ଶକ ମଣ୍ଡଳକୁ ଯାଆନ୍ତୁ। ଏବଂ ଅମିତ ଶାହା ଆଦୌ ନରେନ୍ଦ୍ର ମୋଦିଙ୍କର ଉତ୍ତରାଧିକାରୀ ହୋଇପାରିବେ ନାହିଁ। କାରଣ ନରେନ୍ଦ୍ର ମୋଦି ସରକାରର ଯେଉଁ ଗୋଟେ ଆକ୍ରମକ ଶୈଳୀ ଥିଲା, ସେ ଆକ୍ରମକ ଶୈଳୀରେ ସବୁ କ୍ଷମତା ସିନା ନରେନ୍ଦ୍ର ମୋଦିଙ୍କ ପାଖରେ ଥିଲା, କିନ୍ତୁ ଏ ଆକ୍ରମଣର ଯେତେ ସବୁ ଖରାପ ଦିଗ ଥିଲା, ୟାର ଯେତେ ଦୋଷ ଦୁର୍ବଳତା ଥିଲା ଏବଂ ଏଥିପାଇଁ ଯଦି କିଏ ନିନ୍ଦିତ ହେବାକୁ ଥିଲା, ସିଏ ହେଉଛନ୍ତି ଅମିତ ଶାହା। ଅମିତ ଶାହାଙ୍କ ପାଇଁ ଯେତେ ସବୁ ଲାଭ ମିଳିଲା, ସେ ଲାଭ ଗଲା ନରେନ୍ଦ୍ର ମୋଦିଙ୍କର ପାଖକୁ, କିନ୍ତୁ କ୍ଷତି ହେଲା ଅମିତ ଶାହାଙ୍କର। ଅମିତ ଶାହା ଜଣେ ହିଂସାକୁ ଅଧିକ ଭଲ ପାଉଥିବା ନେତା। ଅମିତ ଶାହା ଆଦୌ ଗଣତନ୍ତ୍ରକୁ ଭଲ ପାଉନଥିବା ଜଣେ ନେତା। ବିରୋଧୀ ଦଳ ପ୍ରତି ଅତ୍ୟନ୍ତ ରୁକ୍ଷ ଏବଂ ହିଂସ୍ର ଆଚରଣ କରୁଥିବା ନେତା ବୋଲି ଗୋଟେ ଇମେଜ୍ ତିଆରି ହୋଇଗଲା। ଅର୍ଥାତ୍ ଗୁଡ୍ ମ୍ୟାନ୍ ନରେନ୍ଦ୍ର ମୋଦି, ବ୍ୟାଡ୍ ମ୍ୟାନ୍ ଅମିତ ଶାହା, ଏବଂ ତାର ସବୁଯାକ ଲାଭ ଆସ୍ତେ ଆସ୍ତେ ରାହୁଲ ଗାନ୍ଧୀଙ୍କୁ ମିଳିବା ଆରମ୍ଭ ହେଲା। ଏବଂ ରାହୁଲ ଗାନ୍ଧୀଙ୍କର ଯେଉଁ ଗୋଟେ ବ୍ୟକ୍ତିତ୍ୱ ତିଆରି ହେଇଛି, ରାହୁଲ ଗାନ୍ଧୀଙ୍କର ବ୍ୟକ୍ତିତ୍ୱରେ ଗୋଟେ ମଜା କଥା ହେଉଛି ଯେ ଲୋକଙ୍କ ମନରେ ଧାରଣା ହେଇଯାଇଛି ଯେ ଏ ଲୋକ କ୍ଷମତା ପାଇଁ ରାଜନୀତି କରୁନାହିଁ, ଏ ଲୋକ ମନରେ ପ୍ରଧାନମନ୍ତ୍ରୀ ହେବାର ଲାଳସା ନାହିଁ, ଏ ଲୋକ କେଉଁଠି ବି ହାତରେ ପକେଟରେ ହାତ ପୁରେଇକରି ଠିଆ ହେଇପାରେ। ଏବଂ ସେଇଟା ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଆଡ଼ଭାଣ୍ଟେଜ୍ ହେଇଛି। ଏବଂ ଏ ଯେଉଁ ନୂଆ ପିଲାଙ୍କ ପାଇଁ ରାହୁଲ ଗାନ୍ଧୀ ଇଜ୍ ମୋର୍ ଆକ୍ସେପ୍ଟେବଲ୍ ଦେନ୍ ନରେନ୍ଦ୍ର ମୋଦି। ଅନେକ ଲୋକଙ୍କର ଗୋଟେ ଧାରଣା ଅଛି, କାରଣ ଭାରତୀୟ ଜନତା ପାର୍ଟି ଆଜି ପର୍ଯ୍ୟନ୍ତ ଗୋଟିଏ କଥା କହି ଆସିଛି ଯେ ଆମେ ସବୁ ନିର୍ବାଚନ ଜିତୁଛୁ, ସବୁ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କର ଚମକ ଅଛି, ସବୁ ନିର୍ବାଚନରେ ଅମିତ ଶାହାଙ୍କର ଚାଣକ୍ୟ ନୀତି ଅଛି।
आज्ञा नरेंद्र मोदी आर जो नीति किंबा अमित शाह जो चाणक्य नीति सेटा को लोके गोटे अनैतिकता रो बड़ उदाहरण बोली घर मानि नेले लोकंर कहवा कथा होची जे अमित शाह जो तथाकथित चाणक्य नीति एटा होची भारतीय गणतंत्र पई सबुठु बड़ विपद। तेणु प्रथम थर पई आपण देखुचंती जे संसद भितरे कथा कहिबार नैतिक साहस अमित शाह आसु नहीं एवं राहुल गांधी जो व्यक्तित्व अधिकरु अधिक उज्जवल दिशुची। राहुल गांधी मनरे कौन प्रकार भय नहीं। राहुल गांधी को जहाँ डरैबा कथा बीजेपी डरे देछि। तांकर सभ्य पद रद्द करागला, तांकु सरकारी घरु विदा कर दिगला, तांकर निर्वाचन से जमती हारिबे से व्यवस्था करागला। पार्लियामेंट भितरे तांकर जेजे बापा तांकर बापा तांकर जेजेमा समस्त विरुद्ध रे प्रतिदिन जेते प्रकार विषाक्त वार्ता देवा कथा बीजेपी देई चलीची एवं सबू कथा जे भारत रे जेते नरेंद्र मोदी विरोधी आंदोलन होउची सबू नरेंद्र मोदी विरोधी आंदोलन बीजेपी विरोधी आंदोलन को कांग्रेस बनाम बीजेपी करिया पई बीजेपी चेष्टा करछि। नरेंद्र मोदी जो मैंने रणनीतिकार अच्छा से मैंने भावुंट जे सबू आंदोलन पछरे जदि राहुल गांधी को जदि दोष दे दिया जाए ताहले लोक भाविबे एटा होची कांग्रेस रो काम। राहुल गांधी उपरे यार किछि प्रभाव पड़ू नहीं। राहुल गांधी सीधा सड़क भारतीय राजनीति रो नियंत्रण निज हाथ को नहीं आसचंती जे से जतबेले तेणु जतबेले किरण रिजिजू तांको चेष्टा करचंती बुझेइबा पई पार्लियामेंट अधिवेशन चली। पार्लियामेंट अधिवेशन आसंता 13 तारिख रे सरीजीव। सरकार चाहूची जे डिलिमिटेशन बिल एवं महिला आरक्षण बिल को पुणी थरे पार्लियामेंट को आनिबा पई सेथिपई पार्लियामेंट अधिवेशन रो दिन बढ़ाइबा को सरकार चेष्टा करूचंती एवं एथिपई से माने प्रथम थर पई देखा जाउची जे राहुल गांधी सहित बारंबार बैठक करूचंती। या पूर्व थिला राहुल गांधी किए पप्पू पप्पू संगे आम कौन कथा हबू वर्तमान पप्पू हाथ में ही सबू जाक लगाम अच्छी। तेणु राहुल गांधी सहित बारंबार डायलॉग करने को केंद्र सरकार मंत्री माने बाध्य होउचंती एवं राहुल गांधी सहित सीधा सड़क 1-to-1 कथा हाँवाई अमित शाह किंबा नरेंद्र मोदी साहस जुटे पारना। आपण भावतु जे भारतर प्रधानमंत्री कहा सहित कथा हवा कथा जे गृह चलैबा पई सीधा सड़क प्रधानमंत्री विरोधी दल नेता सहित कथा हवा कथा किंतु विरोधी दल नेता सहित आखि मिलई कथा हवा पई नरेंद्र मोदी चाहू नाहांती। तांकर समर्थक मैंने कहते जे मोदी कहीं कहे आज्ञा मोदी दायित्व होउची विरोधी दल नेता सहित कथा हवा जदि से कथा हो नाहांती ताहेले से भूल करुचंती एवं नरेंद्र मोदी भूल वर्तमान राहुल गांधी को तांकोठू बड़ नेता कर सारे। आजिर तारीख रे जदि गोटे लोकप्रियतार ग्राफ देखा जाए उभय अमित शाह एवं नरेंद्र मोदी तुलन में राहुल गांधी लोकप्रियता ढेर ढेर अधिक। तेणु नरेंद्र मोदी अवक्षय घटी चली। नरेंद्र मोदी को जो ग्रहणीय नेता बोली कहुता से ग्रहणीयता खत्म हो चली एवं राहुल गांधी आगामी दिन में भारतर भविष्य होकर दिशा आरंभ कले। समता होची ओडिशार मुक्तिर स्वर, सांविधानिक अधिकार एवं गणतंत्र स्वर। तेणु समता को अधिक सहयोग करंतु, अधिक सब्सक्राइब करंतु, लाइक करंतु, शेयर करंतु, कमेंट करंतु। आम चैनल रे आपण सदस्य भाव में जोग दे पारिबे, आमको सुपर थैंक्स दे पारिबे। समता को जेते प्रकार आपण सहाय्य करने को चाहती आपण करि परिबे। आमको जदि किसी आर्थिक सहयोग आपण देबा को चाहती ताहले आमर फोन पे नंबर आम ये दौचु एथिरे आपण आमको आर्थिक सहयोग मध्य करि परिबे।